ଗୋଟିଏ ଗାଁରେ ଏକ ଛୋଟ ପିଲାଟିଏ ରହୁଥିଲା। ତାର ନାମ ଅଜୟ। ସେ ବହୁତ ଖେଳିବାକୁ ଭଲ ପାଉଥିଲା, କିନ୍ତୁ ତା ସହିତ ଖେଳିବା ପାଇଁ ତାର କେହି ସାଙ୍ଗ ନଥିଲେ। ଅଜୟ ପ୍ରତିଦିନ ଘର ଆଗରେ ଥିବା ବଗିଚାରେ ବସି ଏକୁଟିଆ ଖେଳେ ଓ ସେ ମନେ ମନେ ଭାବେ, ମୋର କେହି ସାଙ୍ଗ ଥିଲେ ମୁଁ ତା ସହିତ ଖେଳିଥାନ୍ତି। ହଠାତ୍ ଗୋଟେ ଦିନ ବଗିଚାର ଆମ୍ବ ଗଛରେ ଉପରେ ଏକ ଶୁଆ ବସିବାର ଦେଖିଲା ଅଜୟ। ଅଜୟ ହସିକି କହିଲା, ହ୍ୟାଲୋ ଶୁଆ। ଶୁଆଟି ଏହା ଶୁଣି ପ୍ରଥମେ ଡରିଯାଇ ଡେଣା ବାଡ଼େଇବାକୁ ଲାଗିଲା, ହେଲେ ଅଜୟ କିଛି ଖାଇବା ଶୁଆଟିକୁ ଦେବାକୁ ଲାଗିଲା। ଶୁଆଟି ଖାଇବା ଦେଖି ଲୋଭରେ ତଳକୁ ଆସି ଖାଇବାକୁ ଲାଗିଲା। ସେହି ଦିନଠାରୁ ଦୁଇ ଜଣଙ୍କ ମଧ୍ୟରେ ବନ୍ଧୁତା ଆରମ୍ଭ ହୋଇଯାଇଥିଲା। ପ୍ରତିଦିନ ସକାଳେ ଅଜୟ ଶୁଆଟିକୁ ମିଟୁ ମିଟୁ କହି ଡାକେ ଓ ଶୁଆଟି ମଧ୍ୟ ଟୁଁ ଟୁଁ ହୋଇ ଉତ୍ତର ଦେଉଥିଲା। ସମସ୍ତେ ଲୋକ ଦେଖି ଅଜୟ ଓ ଶୁଆର ବନ୍ଧୁତାକୁ ଆଶ୍ଚର୍ଯ୍ୟ ହେଉଥିଲେ। ସେହି ଦିନଠାରୁ ଅଜୟ ଭାବି ନେଇଥିଲା ଯେ ବନ୍ଧୁତା ହୃଦୟରେ ହୁଏ, ତାହା ମଣିଷ ସହିତ ହୋଇପାରେ କିମ୍ବା ପଶୁପକ୍ଷୀମାନଙ୍କ ସହିତ ହୋଇପାରେ।